ସୁକିନ୍ଦା ବାଟମଙ୍ଗଳା ଛକ ପାଖ ମୁଖ୍ୟ ରାଜପଥରେ ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର। ସୁକିନ୍ଦା 53 ନମ୍ବର ଜାତୀୟ ରାଜପଥ ସୁକିନ୍ଦା ଡୁବୁରି ରାସ୍ତାର ବାଟମଙ୍ଗଳା ଛକ ପାଖ ମୁଖ୍ୟ ରାଜପଥରେ ଗୁରୁବାର ଦିବା 2 ଘଟିକା ସମୟରେ ଏକ ଦୁର୍ଘଟଣା ଘଟି ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ କଟକ ଏସ୍ସିବିକୁ ସ୍ଥାନାନ୍ତରିତ ହୋଇଥିବା ଦେଖିବାକୁ ମିଳିଛି। ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମର ବାସିନ୍ଦା ବଟକୃଷ୍ଣ ପଣ୍ଡାଙ୍କ ପୁଅ ଶୁଭକାନ୍ତ ପଣ୍ଡା ବାଇକ୍ରେ ରାଜପଥ ଅତିକ୍ରମ କରୁଥିବା ସମୟରେ ଡୁବୁରି ପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସହ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଶୁଭକାନ୍ତ ଗୁରୁତର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଶୁଭକାନ୍ତଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ରାସ୍ତା ଅତିକ୍ରମ କରୁଥିବା ସମ୍ପୃକ୍ତ ବାଇକ୍କୁ ବଞ୍ଚାଇବା ପାଇଁ ଯାଇ ପିକଅପ୍ ଗାଡ଼ିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ ସ୍ଥାନୀୟ ଦୋକାନୀଙ୍କ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣା ପରେ ପିକଅପ୍ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ପାଇ ସୁକିନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ସ୍ଥାନୀୟ ପୁଲିସ।